ରଜ ମହୋତ୍ସବରେ ଝୁମିଲେ ଅତିଥି। ରଙ୍ଗର ମୁରୁଜ ବୁଣି ଫଗୁଣ ଆସିଲା ପରି ଘନ ଗଛମୂଳର ଆମ୍ବତୋଟାରେ ଓହ୍ଲାଇ ଆସିଛି ରଜ ପର୍ବର ଅପୂର୍ବ ସିଂହରଣ। ସମସ୍ତଙ୍କ ହୃଦୟରେ ଭରିଯାଇଛି ଭିନ୍ନ ଏକ ମାଧ୍ୟାକର୍ଷଣ। ଆଉ ବୁଣି ଦେଇ ଯାଇଛି ବୁଢ଼ିଆଣୀ ଜାଲର ଅଦୃଶ୍ୟ ଫାଶ। ସେହି ଫାଶରେ ପଡ଼ି ମଣିଷ ଛଟପଟ ନ ହୋଇ ଏକ ରଙ୍ଗୀନ ଦୁନିଆରେ ରଙ୍ଗୀନ ହୋଇ ପାଗଳ ସାଜିଛନ୍ତି ସମସ୍ତେ। ଆଉ ମହାମିଳନ ଘଟିଛି ଜାତି ଭେଦ ପର ଆପଣାକୁ ଦୂରେଇ ଦେଇ ଏକ ପ୍ରେମ ଆଉ ମମତାର। ଅଦିନରେ ଫୁଲର ବର୍ଷା ହେଲା ପରି ଗହଳିଆ ଆମ୍ବତୋଟାରେ ଶୋଭା ପାଉଛି ଭିନ୍ନ ଭିନ୍ନ ପ୍ରକାରର ଦୋଳି। ଆଉ ସେହି ଦୋଳି ଖେଳରେ ମଜବୁଲ ହୋଇଯାଇଛନ୍ତି ଗାଁର ଝିଅ ବୋହୂମାନେ। ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ଗ୍ରାମର ଶୁଣ୍ଢିପୋଷି ସାହିର ରଜ ମହୋତ୍ସବ 2025। ଗ୍ରାମର ଜଣେ ଶିକ୍ଷାବିତ୍ ତଥା ସମାଜସେବୀ ରମେଶ ଚନ୍ଦ୍ର ନାୟକଙ୍କ ଉଦ୍ୟମରେ ଏଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି ରଜ ମହୋତ୍ସବ 2025। ଏହି ରଜ ମହୋତ୍ସବରେ ରଜପ୍ରେମୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର ଚନ୍ଦ୍ରଶେଖର ଦାସ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଗ୍ରେସନ ନାୟକ, ସମାଜସେବୀ ବୀରେନ୍ଦ୍ର ପ୍ରସାଦ, ସମାଜସେବୀ ବାସୁଦେବ ସିଂ, ଅବସରପ୍ରାପ୍ତ ସେନା କର୍ମଚାରୀ ମହେଶ୍ୱର ମହାନ୍ତ, ଶିକ୍ଷାବିତ୍ ଋଷିନାଥ ମହାନ୍ତ ଏବଂ ୱାର୍ଡ ମେମ୍ବର ଭରତ ଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ। ଏହି ରଜ ମହୋତ୍ସବରେ ଦୋଳି ଖେଳ ବ୍ୟତୀତ ପୁଚି ଖେଳ, ସଙ୍ଗୀତ ଚୌକି, ରଜ କୁଇଜ୍ ପ୍ରତିଯୋଗିତା, ଅନ୍ଧପୁଟୁଳି, ଜିଲାପି ଖିଆ, ଶଙ୍ଖ ହୁଳହୁଳି ଭଳି କୌତୁକିଆ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆକର୍ଷଣୀୟ ଦୋଳି ମଧ୍ୟରେ ସବୁଠାରୁ ଆକର୍ଷଣ କରିଥିଲା ଡଙ୍ଗା ଦୋଳି, ଯାହାକି ଛୋଟ ପିଲାମାନେ ଖେଳିବା ପାଇଁ ଗଭୀର ଉତ୍ସାହ ରହିଥିଲା। ମୁଖ୍ୟ ଆକର୍ଷଣ ପାଲଟିଥିଲା ଦୋଳି ଗୀତ ସହିତ ନାଚର ପସରା। ଛୋଟ ପିଲାମାନଙ୍କ ନାଚ ଦେଖି ଦର୍ଶକ ଆକୃଷ୍ଟ ହୋଇଥିବା ବେଳେ ଦୋଳି ଗୀତ ବୋଲି ଗାଁର ଝିଅ ବୋହୂମାନଙ୍କ ନାଚ ସମସ୍ତଙ୍କୁ ପାଗଳ କରିଦେଇଥିଲା। ଝିଅ ବୋହୂମାନଙ୍କ ନାଚରେ ତାଳ ଦେଇ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ତାଙ୍କ ସହିତ ଯୋଡ଼ି ହୋଇ ନାଚ କରିବା ରଜ ମହୋତ୍ସବକୁ ଖୁବ୍ ଉତ୍ସବ ମୁଖରିତ କରିଦେଇଥିଲା। ପ୍ରତ୍ୟେକ ଖେଳ ପ୍ରତିଯୋଗିତାମୂଳକ ହୋଇଥିବା ବେଳେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଏହି ରଜ ମହୋତ୍ସବ ପାଳିତ ହୋଇଯାଇଥିବା ବେଳେ ରଜ ମହୋତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଲୋକଙ୍କ ଗହଳି ଲାଗିଥିଲା। ଚେମେଣା ଗ୍ରାମର ଶୁଣ୍ଢିପୋଷି ସାହିର ଏହି ରଜ ମହୋତ୍ସବ ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ରଜ ମହୋତ୍ସବରେ ଏ ଅଞ୍ଚଳ ଚଳଚଞ୍ଚଳ ସୃଷ୍ଟି ହୋଇଯାଇଥିଲା। କେନ୍ଦୁଝର ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।